ଏକାଦଶୀ ବ୍ରତ ସବୁଠାରୁ ସର୍ବଶ୍ରେଷ୍ଠ ମନାଯାଏ। ଆମ ଧର୍ମଶାସ୍ତ୍ରରେ ମାନ୍ୟତା ଅଛି କି ଏକାଦଶୀ ବ୍ରତ ରଖିଲେ ଆମ ଜୀବନରେ କୌଣସି ବି ପ୍ରକାରର ସମସ୍ୟା ଯଦି ଥାଏ, ଆପଣଙ୍କ ଜୀବନରେ କିଛି ଦୁଃଖ ଥାଏ, ତାହା ତୁରନ୍ତରୁ ତୁରନ୍ତ ଦୂର ହୋଇଥାଏ ଏବଂ ଆମକୁ ମନବାଞ୍ଛିତ ଫଳ ପ୍ରାପ୍ତି ନିଶ୍ଚିତ ମିଳିଥାଏ। ଯଦି ବି ଆପଣଙ୍କ ଜୀବନରେ କିଛି ସମସ୍ୟା ଚାଲୁଥାଏ, ଆର୍ଥିକ ସ୍ଥିତି ଖରାପ ଚାଲୁଥାଏ କିମ୍ବା ସନ୍ତାନ ପ୍ରାପ୍ତି ପାଇଁ, ପୁତ୍ର ପ୍ରାପ୍ତି ପାଇଁ ସମସ୍ୟା ଆସୁଥାଏ, ଏମିତିରେ ବି ଅନେକ ବର୍ଷ ହେଲାଣି କିନ୍ତୁ ଆପଣଙ୍କୁ ମାତୃତ୍ୱର ପ୍ରାପ୍ତି ହେଇପାରୁନାହିଁ, ଆପଣ ଏଥିପାଇଁ ଅନେକ ଉପାୟମାନ ସବୁ କରିସାରିଲେଣି, ଅନେକ ପୂଜା ପାଠ ମଧ୍ୟ କରିସାରିଲେଣି, କିନ୍ତୁ କିଛି ବି ଆପଣଙ୍କୁ ଲାଭ ମିଳୁନାହିଁ। ଆପଣ ଏହି ଏକାଦଶୀ ଦିନ ଏହି ଉପାୟକୁ ଜରୁର ଥରେ କରିକି ହିଁ ଦେଖନ୍ତୁ। ଏହା ସହ ଏକାଦଶୀ ବ୍ରତ ବି ଆପଣମାନେ ରଖନ୍ତୁ ଏବଂ ଶ୍ରୀହରି ବିଷ୍ଣୁଙ୍କୁ ପୁରା ବିଧିବିଧାନର ସହ ପୂଜା ପାଠ କରନ୍ତୁ, ତ ଆପଣଙ୍କର ଶୂନ୍ୟକୂଳ ବହୁତ ଜଲ୍ଦି ଭରିବାକୁ ଲାଗିବ। ଶ୍ରୀହରି ବିଷ୍ଣୁ ଯାହାକି ଏ ଜଗତର ପାଳନ କର୍ତ୍ତା ଅଟନ୍ତି, ଆଉ ତାଙ୍କୁ ଯଦି ଆପଣ ବିଶେଷ ପୂଜା ଅର୍ଚ୍ଚନା କରିବେ ତ ଆପଣଙ୍କ ଜୀବନରେ ଯେଉଁ ବି କଷ୍ଟ ଥାଏ, ଦୁଃଖ ଥାଏ, ତାହା ଦୂର ହେବ ଏବଂ ଆପଣଙ୍କର ପ୍ରତ୍ୟେକ ମନବାଞ୍ଛା ସନ୍ତାନ ପ୍ରାପ୍ତି ହେଉ ବା ପୁତ୍ର ପ୍ରାପ୍ତି ଖୁବ୍ ଶୀଘ୍ର ପୂରଣ ହୋଇଯିବ। ଏକାଦଶୀର ବ୍ରତ ଆପଣ ଯେକୌଣସି ଏକାଦଶୀରେ କରିପାରିବେ। ଏବେ ତ 24 ଫେବୃଆରୀକୁ ବିଜୟା ଏକାଦଶୀ ଆସୁଅଛି। ଫଗୁଣ ମାସର କୃଷ୍ଣ ପକ୍ଷର ଏକାଦଶୀକୁ ବିଜୟା ଏକାଦଶୀ କୁହାଯାଏ। ଆଉ ଏହି ବିଜୟା ଏକାଦଶୀ ଆମର ସମସ୍ତ କାର୍ଯ୍ୟରେ ସଫଳ ପ୍ରାପ୍ତି ପାଇଁ ଏହି ବିଜୟା ଏକାଦଶୀ କରାଯାଏ ବା ବ୍ରତ ରଖାଯାଏ। ଯାହାକି ଆପଣଙ୍କର ମନସ୍କାମନା ଥାଏ, ତ ସେହି ମନସ୍କାମନା ପାଇଁ ଆମେ ଯଦି ଏହି ବିଜୟା ଏକାଦଶୀ ଦିନ ବ୍ରତ ରଖିବା, ବିଧିବିଧାନ ସହ ପୂଜା ପାଠ କରିବା, ତ ଆମର ସେହି ମନସ୍କାମନା ବହୁତ ଜଲ୍ଦି ପୁରା ହୋଇଥାଏ। ଆଉ ଏହି ବିଜୟା ଏକାଦଶୀ ବ୍ରତ ସ୍ୱୟଂ ରାମଚନ୍ଦ୍ର ରାବଣ ଉପରେ ବିଜୟ ପାଇବା ପାଇଁ ରଖିଥିଲେ। ଯେତେବେଳେ ମାତା ସୀତାଙ୍କର ହରଣ ହୋଇଥିଲା, ତ ପ୍ରଭୁ ରାମଚନ୍ଦ୍ର ରାବଣ ଉପରେ ବିଜୟ ପାଇବା ପାଇଁ ଏହି ବିଜୟା ଏକାଦଶୀ ବ୍ରତ ରଖିଥିଲେ, ଯାହା ଫଳରେ ପ୍ରଭୁ ରାମଚନ୍ଦ୍ର ଲଙ୍କାର ବିଜୟ ପ୍ରାପ୍ତ କରିଥିଲେ ଏବଂ ତାଙ୍କର କାର୍ଯ୍ୟ ସଫଳ ହୋଇଥିଲା। ଏମିତିରେ ଯଦି ଆପଣ ବି ସନ୍ତାନ ପ୍ରାପ୍ତି ପାଇଁ ଇଚ୍ଛୁକ ଅଟନ୍ତି ଏବଂ ଆପଣଙ୍କର ପୁତ୍ର ପ୍ରାପ୍ତି ପାଇଁ ଚାହିଁଥାନ୍ତି, ତ ଆପଣଙ୍କର ୟା ପୂର୍ବରୁ ପୁତ୍ର ଆଶା ରଖି ବାର ବାର କନ୍ୟା ଜନ୍ମ ହେଉଅଛି, ଯେବେ ଆପଣଙ୍କର ପୁତ୍ର ପ୍ରାପ୍ତି ପାଇଁ ଚାହୁଁଛନ୍ତି, ତ ଆପଣ ଏହି ବିଜୟା ଏକାଦଶୀ ବ୍ରତ ରଖିପାରିବେ। ଆଉ ଏହି ବିଜୟା ଏକାଦଶୀ ବ୍ରତ 24 ଫେବୃଆରୀକୁ ପଡୁଅଛି। ଆଉ ଏହି ବିଜୟା ଏକାଦଶୀ ବ୍ରତ ଯଦି ପତି ପତ୍ନୀ 2 ଜଣ କରିବେ ତ ଏହା ଅଧିକ ଶୁଭ ହୋଇଥାଏ। ଯେଉଁ ନିଃସନ୍ତାନ ଦମ୍ପତି ଅଛନ୍ତି, ଯାହାଙ୍କର ସନ୍ତାନ ପ୍ରାପ୍ତି ପାଇଁ ବାଧା ଆସୁଥାଏ, ପୁତ୍ର ପ୍ରାପ୍ତି ପାଇଁ ଚାହିଁଥାନ୍ତି କିନ୍ତୁ ପୁତ୍ର ହେଇପାରୁନାହିଁ, ତ ଆପଣ ସ୍ୱାମୀ ସ୍ତ୍ରୀ 2 ଜଣ ମିଶିକି ଏହି ଉପାୟ ଜରୁର ଥରେ କରିକି ହିଁ ଦେଖନ୍ତୁ। ଉପାୟ ଆପଣଙ୍କର ପୁରା ପୂର୍ଣ୍ଣ ହୋଇଯିବ, କାର୍ଯ୍ୟ ବି ଆପଣଙ୍କର କାମ ଦେବ। ଯଦି ସ୍ୱାମୀ ସ୍ତ୍ରୀଙ୍କ ଭିତରୁ ଯଦି ସ୍ୱାମୀ କରିପାରିବେ ନାହିଁ ଏହି ବ୍ରତ, ତ ପତ୍ନୀ ଏକା ହିଁ ଏହି ବ୍ରତ ରଖିପାରିବେ। ଏହି ବିଜୟା ଏକାଦଶୀ ଏହା ବହୁତ ଶୁଭ ଏକାଦଶୀ ମନାଯାଏ। ଏହି ବିଜୟା ଏକାଦଶୀ ଦିନ ଯଦି ବି ଆପଣ ଏହି ଚମତ୍କାରୀ ଉପାୟ କରିବେ, ତ ନିଶ୍ଚିତ ଭାବରେ ଆପଣଙ୍କୁ ସନ୍ତାନ ପ୍ରାପ୍ତି ହେବ, ଆପଣଙ୍କ ଜୀବନରେ ଯାହା ଦୁଃଖ କଷ୍ଟ ତାହା ସବୁ ଦୂର ହୋଇଯିବ, ସୁଖ ସମୃଦ୍ଧି ପ୍ରାପ୍ତି ହେବ। ତ ଆପଣ ଏହି ମାଟି ଘଡ଼ିର ଉପାୟ ନିହାତି ଥରେ କରନ୍ତୁ। ଏହା ସହ ଗୋଟିଏ ବିଶେଷ ଜିନିଷକୁ ଏହି ଦିନ ନିହାତି ଭାବରେ ଆପଣ ଦାନ କରନ୍ତୁ। ତେବେ ଚାଲନ୍ତୁ ଜାଣିବା କିପରି ଏହି ଉପାୟକୁ କରିବେ। ପୁରା ସମ୍ପୂର୍ଣ୍ଣ ତଥ୍ୟ ଆମେ ଆପଣଙ୍କୁ ଜଣାଇବୁ, କିନ୍ତୁ ତା ପୂର୍ବରୁ ନିବେଦନ, ଯଦି ଆପଣ ଆମର ଏହି ଚ୍ୟାନେଲକୁ ସବସ୍କ୍ରାଇବ କରିନାହାନ୍ତି, ନୂଆ ଅଛନ୍ତି, ତାହେଲେ ଏବେ ହିଁ ଆମର ଏହି ଚ୍ୟାନେଲକୁ ସବସ୍କ୍ରାଇବ କରି ଭିଡ଼ିଓଟି ଯଦି ଆପଣଙ୍କୁ ପସନ୍ଦ ଆସିବ ତ ଭିଡ଼ିଓଟି ଗୋଟେ ଲାଇକ୍ କରିଦିଅନ୍ତୁ। କମେଣ୍ଟ ବକ୍ସରେ ଜୟ ଶ୍ରୀହରି ବିଷ୍ଣୁ, ଜୟ ମାତା ଲକ୍ଷ୍ମୀ ଅବଶ୍ୟ ଲେଖନ୍ତୁ, ଯାହା ଫଳରେ ଭଗବାନ ବିଷ୍ଣୁ ଓ ମାତା ଲକ୍ଷ୍ମୀଙ୍କର ଆଶୀର୍ବାଦରୁ ଆପଣଙ୍କର ସବୁ ଦୁଃଖ କଷ୍ଟ ଦୂର ହୋଇଯିବ ଏବଂ ଆପଣଙ୍କର ମନ ଇଚ୍ଛା ସନ୍ତାନ ପ୍ରାପ୍ତି ଅତି ଶୀଘ୍ର ଆପଣଙ୍କୁ ପ୍ରାପ୍ତ ହେବ। 24 ଫେବୃଆରୀ ସୋମବାର ଦିନ ଆପଣ ସକାଳୁ ଶୀଘ୍ର ଉଠିବେ, ବ୍ରହ୍ମ ମୁହୂର୍ତ୍ତରୁ ହିଁ ଉଠିବେ, 5ଟାରୁ 6ଟା ଭିତରେ ଉଠିଯିବେ। ଏହାପରେ ଆପଣ ପୁରା ଘରକୁ ସଫା ସୁତୁରା କରିବେ ଏବଂ ସ୍ନାନ କରିବା ପାଣିରେ ଅଳ୍ପ ଟିକେ ବା 1 ଚୁଟକି ହଳଦୀ ପକାଇ ସ୍ନାନ କରିବେ। କାହିଁକି ନା ଏକାଦଶୀ ଦିନ ପାଣିରେ ହଳଦୀ ପକାଇ ସ୍ନାନ କରିଲେ ଆପଣଙ୍କର ଗ୍ରହ ଦୋଷ ତାହା ଠିକ ହୋଇଥାଏ ଏବଂ ଆପଣଙ୍କ ଉପରେ ସକାରାତ୍ମକ ଊର୍ଜା ବନି ରହିଥାଏ। ତ ସ୍ନାନ ସାରି ଆପଣ ସ୍ୱଚ୍ଛ ବସ୍ତ୍ର ଧାରଣ କରିବେ
ଏହା ସହ ଆପଣ ଏହି ଦିନ ସୂର୍ଯ୍ୟ ଭଗବାନଙ୍କୁ ଅର୍ଘ୍ୟ ଜଳ ଜରୁର ଚଢାନ୍ତୁ। ସୂର୍ଯ୍ୟ ଭଗବାନଙ୍କୁ ଅର୍ଘ୍ୟ ଦେବା ହେତୁ ହିଁ ସନ୍ତାନ ଯୋଗ ଅତି ଶୀଘ୍ର ଆପଣଙ୍କର ବନିଥାଏ। ଏହାପରେ ଆପଣ ଯେଉଁ ଉପାୟ କରିବେ, ଆପଣ ଆପଣଙ୍କ ଘରେ ହିଁ ଏହି ଉପାୟଟିକୁ କରିବେ। ଯଦି ବି ଆପଣ ମନ୍ଦିର ପରିସରରେ ଉପାୟଟିକୁ କରିବାକୁ ଚାହୁଁଛନ୍ତି, ତ ମନ୍ଦିରରେ ବି ଏହି ଉପାୟକୁ କରିପାରିବେ। କିନ୍ତୁ ଆପଣ ଏହି ଉପାୟକୁ ଆପଣଙ୍କ ଘରେ ହିଁ କରନ୍ତୁ, ସବୁଠୁ ବେଷ୍ଟ ରହିବ। ସକାଳ ସମୟରେ ଏହି ଉପାୟଟିକୁ କରିବା ଅତ୍ୟନ୍ତ ଶୁଭ ହୋଇଥାଏ। ସକାଳ 11ଟା ପୂର୍ବରୁ ହିଁ ଏହି ଉପାୟଟିକୁ କରିବେ। କାହିଁକି ନା ଏହି ବିଜୟା ଏକାଦଶୀ ଦ୍ୱାଦଶୀ ଓ ଏକାଦଶୀ 2 ଦିନରେ ପଡୁଅଛି। ଆଉ ଯେବେ ଦ୍ୱାଦଶୀ ଦିନ ଏକାଦଶୀ ପଡିଥାଏ ତ ଏହା ବହୁତ ଶୁଭ ଏକାଦଶୀ ମନାଯାଏ। କିନ୍ତୁ ଏହି ଏକାଦଶୀ ଦିନ ଆପଣ ଗୋଟିଏ ବିଶେଷ ନିୟମକୁ ଆପଣାନ୍ତୁ। ଆଉ ଯେଉଁ ଉପାୟ କରିବେ ତାର ଆରମ୍ଭ ଦଶମୀରେ ହିଁ ଆରମ୍ଭ ହେବା ଦରକାର। ମାନେ 23 ତାରିଖରେ ହିଁ ଆପଣ ଏହି ଉପାୟକୁ ଆରମ୍ଭ କରିଦେବା ଉଚିତ। ତ ଏହି ଉପାୟ ପାଇଁ ଆପଣ ଗୋଟିଏ ମାଟିର ହେଉ କିମ୍ବା ପିତ୍ତଳର ହେଉ କିମ୍ବା ତମ୍ବାର ହେଉ ବା ରୂପାର ହେଉ ଘଡ଼ିଟିଏ ନେବେ। ଆପଣଙ୍କ ପାଖରେ ଯଦି ଭଗବାନ ବିଷ୍ଣୁଙ୍କର ଫଟୋ ଥିବ କିମ୍ବା ଆପଣଙ୍କ ପାଖରେ ଯଦି ଲଡୁ ଗୋପାଳ ଥିବେ, ଯାହା ବି ଥିବେ ତାହା ଭଗବାନ ବିଷ୍ଣୁଙ୍କର ସ୍ୱରୂପ ହେଇଥିବା ଦରକାର। ଏହା ସହ ଆପଣ 7 ଅନାଜ ନେବେ। ଏହି 7 ଅନାଜ ମାର୍କେଟରେ ଆରାମସେ ମିଳିଯିବ। ନାହିଁ ତ ଆପଣ ଚାହିଁଲେ ଏହି 7 ଅନାଜକୁ ଆପଣଙ୍କ ଘରେ ସାମଗ୍ରୀକୁ ମିଶାଇ କରିପାରିବେ। ଏହା ସହ ସମସ୍ତ ପୂଜା ସାମଗ୍ରୀକୁ ନେବେ। ଏହାପରେ ଦଶମୀ ଦିନରେ ସକାଳ କିମ୍ବା ଦ୍ୱିପହରରେ ଆପଣ ଏହି ସବୁ ଜିନିଷକୁ ପୂଜା ଜାଗାରେ ରଖିଦେବେ। ଆପଣଙ୍କ ଘରର ପୂଜା ଘରେ ବି ଆପଣ ଏହାକୁ ରଖିପାରିବେ। ଆପଣଙ୍କ ଘରେ ଯଦି ପୂଜା ପିଢ଼ା ଅଛି ତ ସେହି ପିଢ଼ା ରଖିବେ। ଯଦି ଆପଣଙ୍କର ପୂଜା ପିଢ଼ା ନାହିଁ ତ ଆପଣ ତଳେ ଗଙ୍ଗା ଜଳ ଛିଞ୍ଚନ କରିଦେବେ। ସେହି ଜାଗାକୁ ଏହିପରି ପବିତ୍ର କରିନେବେ। ଏହାପରେ ଆପଣ ସେଠି 7 ଅନାଜ ରଖିବେ। ତା ଉପରେ ସେହି ଘଡ଼ିଟିକୁ ରଖିଦେବେ। ହଁ, ଧ୍ୟାନ ଦେବେ ଖାଲି ଘଡ଼ି ରଖିବେ ନାହିଁ। ଘଡ଼ିରେ ପାଣି ଭରିକି ହିଁ ରଖିବେ। ଏହାପରେ ସେହି ଘଡ଼ି ଉପରେ ଗୋଟିଏ ପାତ୍ର ରଖିବେ, ଗିନା ସଦୃଶ ରଖିବେ। ସେହି ପାତ୍ରରେ ଜ ଭରିକି ରଖିଦେବେ। ସେହି ଜ ଉପରେ କୃଷ୍ଣ ଭଗବାନଙ୍କର କୌଣସି ଫଟୋ କିମ୍ବା ବାଲ ଗୋପାଳକୁ ରଖିବେ। ବାସ୍ ଏତିକି କାମ ଆପଣ 23 ଫେବୃଆରୀ ଦିନ କରିବେ। ଏହାପରେ ଯେଉଁ ଉପାୟ କରିବେ ସେହି ଉପାୟ ଆପଣ 24 ଫେବୃଆରୀକୁ କରିବେ। ଆପଣ ଯେଉଁ ଘଡ଼ି ଉପରେ ବିଷ୍ଣୁ ଭଗବାନଙ୍କ ମୂର୍ତ୍ତିକୁ ବାଲ ଗୋପାଳଙ୍କ ସ୍ଥାପନା କରିଥିଲେ, ସେଠି ଆପଣଙ୍କର ଡାହାଣ ହାତରେ ଜଳ ଓ ଫୁଲ ଧରି ଆପଣଙ୍କର ଯାହା ବି ମନସ୍କାମନା ଥିବ, ଯାହା ବି ପୁତ୍ର ପ୍ରାପ୍ତି ହେଉ ବା ସନ୍ତାନ ପ୍ରାପ୍ତି ପାଇଁ ହେଉ, ତାହାକୁ ଆପଣ ମନେ ମନେ କହିବେ। ଏହାପରେ ଆପଣଙ୍କୁ ସେହି ଉପାୟକୁ କରିବାକୁ ପଡ଼ିବ। ଏହାପରେ ବିଷ୍ଣୁ ଭଗବାନ ଆପଣଙ୍କ ଉପାୟକୁ ସଫଳ କରାଇଦେବେ। ଏହାପରେ ଆପଣ ଯେଉଁ ଘଡ଼ି ରଖିଥିଲେ ସେହି ଘଡ଼ି ଉପରେ ଯେଉଁ ଜ ଗିନା ରଖିଥିଲେ ସେହି ଗିନା ତଳେ ମାନେ ଘଡ଼ିର ମୁହଁରେ 5 କିମ୍ବା 7ଟି ପତ୍ର ଥିବା ଆମ୍ବ ଡାଳ ଆଣିକି ରଖିଦେବେ। ଏହାପରେ ଆପଣ ପୁରା ବିଧିବିଧାନର ସହ ବିଷ୍ଣୁ ଭଗବାନଙ୍କୁ ପୂଜା ପାଠ କରିବେ। ବିଷ୍ଣୁ ଭଗବାନଙ୍କୁ ପଞ୍ଚାମୃତ ଆଉ ଗଙ୍ଗା ଜଳ ବା ଜଳରେ ଅଭିଷେକ କରାଇବେ। ଏହାପରେ ଗୋଟେ ଗିନାଟେ ନେବେ। ସେହି ଗିନାରେ ଆପଣ ଗଙ୍ଗା ଜଳ ଅଳ୍ପ ପାଣି ରଖିଦେବେ। ଆପଣ ଭଗବାନ ବିଷ୍ଣୁଙ୍କ ଫଟୋ ବା ବାଲ ଗୋପାଳଙ୍କ ମୂର୍ତ୍ତି ଘଡ଼ି ଉପରେ ଯେଉଁ ଗିନା ରଖିଥିଲେ ସେହି ଗିନାରେ ଜ ଉପରେ ରଖିଛନ୍ତି। ଆପଣ ଭଗବାନ ବିଷ୍ଣୁଙ୍କ ମୂର୍ତ୍ତି ବା ବାଲ ଗୋପାଳଙ୍କ ଫଟୋକୁ ଅଭିଷେକ କରିବା ପାଇଁ ଉଠାଇକି ତଳକୁ ଆଣିବେ ନାହିଁ। ଆପଣ କ'ଣ କରିବେ ନା ଗୋଟିଏ ଅଲଗା ଗିନା ଗୋଟେ ନେବେ। ସେହି ଗିନାରେ ଆପଣ ଭଗବାନ ବିଷ୍ଣୁଙ୍କ ସ୍ମରଣ କରି ଆପଣଙ୍କର ଯାହା ବି ମନସ୍କାମନା ଅଛି ତାହାକୁ ମନେ ମନେ କହିବେ। ସେହି ଖାଲି ଗିନାରେ ଆପଣ ଆପଣଙ୍କର ଆଗ ଗଙ୍ଗା ଜଳ ଚାମଚ ସାହାଯ୍ୟରେ ପକାଇବେ। ତାପରେ ପୁଣି ଆପଣଙ୍କର ମନସ୍କାମନା ମନେ ମନେ କହିବେ। ବିଷ୍ଣୁ ଭଗବାନଙ୍କୁ ସ୍ମରଣ କରିବେ। ପଞ୍ଚାମୃତ ଚାମଚରେ ସେହି ଗିନାକୁ ପକାଇବେ। ପୁଣି ସେହିପରି ଜଳ ପକାଇବେ। ଏହିପରି ଆପଣ ଅଭିଷେକ କରିବେ। ଏହାପରେ ହଳଦିଆ ଫୁଲ ଭଗବାନ ବିଷ୍ଣୁଙ୍କ ଫଟୋରେ ଦେବେ। ଚନ୍ଦନ ଲଗାଇବେ। ଏହାପରେ ମଖନ ମିଶ୍ରି ଭୋଗ ଲଗାଇବେ। ଆପଣ ଫଳ ବି ଭୋଗ ଲଗାଇ ପାରିବେ। ଏକାଦଶୀ ଦିନ ବିଷ୍ଣୁ ଭଗବାନଙ୍କୁ ହଳଦୀ ଭୋଗ ନିହାତି ଲଗାନ୍ତୁ। ଏହା କଲେ ଆପଣଙ୍କର ମନସ୍କାମନା ଜରୁର ପୁରା ହୋଇଥାଏ। ଏହା ସହ ତୁଳସୀ ପତ୍ର 108ଟି ପତ୍ରରେ ଗୋଟିଏ ମାଳା ବନାଇ ଭଗବାନ ବିଷ୍ଣୁଙ୍କୁ ଅର୍ପଣ କରିଦେବେ। ଯାହା ବି ଭଗବାନ ବିଷ୍ଣୁଙ୍କର ପ୍ରିୟ ଜିନିଷ ଆପଣ ତାହାକୁ ଭଗବାନ ବିଷ୍ଣୁଙ୍କୁ ଅର୍ପଣ କରିପାରିବେ। ପୁତ୍ର ପ୍ରାପ୍ତି ପାଇଁ ଯଦି ଆପଣ ଉପାୟ କରୁଛନ୍ତି ତ
ସନ୍ତାନ ଗୋପାଳ ମନ୍ତ୍ରକୁ 11 ରୁ 12 ଥର କିମ୍ବା 21 ଥର ଜପ କରିବେ। ବିଷ୍ଣୁ ସହସ୍ର ନାମ ପାଠ କରିପାରିବେ, ଯାହା ବିଷ୍ଣୁ ଭଗବାନଙ୍କର ନାମ ଉଲ୍ଲେଖ ଥାଏ। ଏହି ଦିନ ଭଗବାନ ଶ୍ରୀରାମଙ୍କୁ ବି ପୂଜା ପାଠ କରିପାରିବେ। ପ୍ରଭୁ ଶ୍ରୀରାମ ମାତା ସୀତାଙ୍କ ସମ୍ମୁଖରେ ଆପଣ ଗୋଟିଏ ଦେଶୀ ଘିଅର ଦୀପଟିଏ ଲଗାଇଦେବେ। 16 ଶୃଙ୍ଗାର ମାତା ସୀତାଙ୍କୁ ଅର୍ପଣ କରିବେ। ରାମସ୍ତୁତି ପାଠ କରିପାରିବେ। ଭଗବାନ ବିଷ୍ଣୁଙ୍କ ସହିତ ମାତା ଲକ୍ଷ୍ମୀଙ୍କୁ ବି ପୂଜା ପାଠ କରିପାରିବେ। ତୁଳସୀ ବୃକ୍ଷକୁ ଆପଣ ପୂଜା କରିବେ। ଏହାପରେ ଆପଣଙ୍କର ମନସ୍କାମନା କହି ପୂଜା ଶେଷ କରିବେ। ଏହାପରେ ଭଗବାନଙ୍କୁ ଯେଉଁ ଭୋଗ ବା ପ୍ରସାଦ ଲଗାଇଥିଲେ ସେହି ପ୍ରସାଦକୁ 2 ଜଣ ପତି ପତ୍ନୀ ମିଶିକି ଖାଇବେ। ଏହାପରେ ଯେଉଁ ପ୍ରସାଦ ବଞ୍ଚିବ ସେହି ପ୍ରସାଦକୁ ଛୋଟ ଛୋଟ ପିଲାଙ୍କ ଭିତରେ ବାଣ୍ଟି ଦେବେ। ଏହାପରେ ଆପଣ ଆପଣଙ୍କର ପିତୃଙ୍କ ନାମରେ ଗୁଡ଼ ଦାନ କରିବେ। ଆପଣ ଅନାଜ ବି ଦାନ କରିପାରିବେ। ଓସ୍ତ ଗଛ ଏକାଦଶୀ ଦିନ ଆପଣ ଜରୁର ପୂଜା କରିବେ। ବିଶେଷ ପୂଜା ଯଦି କରିପାରିବେ ନାହିଁ ତ ଓସ୍ତ ଗଛରେ ମିଠା ଜଳ ଚଢ଼ାଇ ଗୋଟିଏ ଘିଅର ଦୀପ ଜଳାଇ ଓସ୍ତ ଗଛକୁ 7 ଥର ପରିକ୍ରମା ଜରୁର କରନ୍ତୁ। ଏହା କରିବା ଦ୍ୱାରା ବି ପୁତ୍ର ପ୍ରାପ୍ତିର ଯୋଗ ଫିଟିଥାଏ। ଏହା ସହ ଏଇ ଦିନ ଆପଣ ହଳଦୀ ଦାନ ନିହାତି କରନ୍ତୁ। ଏହି ଦିନ ଯଦି ଆପଣ ହଳଦୀ ଦାନ କରନ୍ତି, ହଳଦୀ ଦାନ ଦ୍ୱାରା ଆପଣଙ୍କର ଗ୍ରହ ଦୋଷ ଦୂର ହୋଇଥାଏ। ବିଜୟ ଏକାଦଶୀ ଦିନ ହଳଦୀ ଦାନ କରିବା ବହୁତ ଶୁଭ ମନାଯାଏ। ଆପଣଙ୍କ କୁଣ୍ଡଳୀରେ ଯେଉଁ ଗ୍ରହ ଦୋଷ ଥାଏ, ଏହି କାରଣରୁ ଆପଣଙ୍କର ସନ୍ତାନ ପ୍ରାପ୍ତି, ପୁତ୍ର ପ୍ରାପ୍ତିରେ ବାଧା ଆସିଥାଏ। ଆଉ ଯଦି ଆପଣ ଏହି ଦିନ ହଳଦୀ ଦାନ କରନ୍ତି ତ ତାହା ଦୂର ହୋଇଥାଏ। ଏହା ସହ ଆପଣ ଯେଉଁ ଘଡ଼ି ତଳେ 7 ଅନାଜ ରଖିଥିଲେ ଓ ଗିନାରେ ଜଅ ରଖିଥିଲେ, ସେହି ସାମଗ୍ରୀକୁ 27 ଫେବୃଆରୀ ଦିନ ସ୍ନାନ ଆଦି ସାରି ଆପଣଙ୍କ ଘରର ଠାକୁର ପୂଜା କରିସାରି ସେହି ଜିନିଷକୁ କାଢ଼ି ଓସ୍ତ ଗଛ ତଳେ ପକାଇ ଦେବେ। ସେହି 7 ଅନାଜ ଓ ଜଅକୁ ଚଢ଼େଇ ମାନେ ଆସି ଖାଇବେ। ଆଉ ଯେତେ ଯେତେ ପକ୍ଷୀ ସେହି ସାମଗ୍ରୀକୁ ଖାଇବେ, ସେତେ ଜଲ୍ଦି ହିଁ ଆପଣଙ୍କର ମନସ୍କାମନା ପୂର୍ଣ୍ଣ ହେବ। ଅତି ସରଳ ଉପାୟଟି ନିହାତି କରନ୍ତୁ ଏବଂ ଆପଣଙ୍କର ପ୍ରତ୍ୟେକ ସମସ୍ୟାକୁ ଦୂର କରନ୍ତୁ। ଆଶା କରୁଛି ଭିଡ଼ିଓଟି ନିହାତି ଭାବରେ ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ଭିଡ଼ିଓଟି ଆପଣଙ୍କୁ ପସନ୍ଦ ଆସିଥାଏ ତେବେ ଭିଡ଼ିଓଟି ଗୋଟେ ଲାଇକ୍ କରିଦିଅନ୍ତୁ। ଭିଡ଼ିଓଟିକୁ ଅଧିକରୁ ଅଧିକ ମାତ୍ରାରେ ସେୟାର କରନ୍ତୁ। ଏପର୍ଯ୍ୟନ୍ତ ଯଦି ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି, ନୂଆ ଅଛନ୍ତି, ତେବେ ଏବେ ହିଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନଟିକୁ ଦବାଇ ଦିଅନ୍ତୁ।